ସେହି ସମୟ ବହୁତ କଷ୍ଟ ଥିଲା ମୋ ପାଇଁ ବାପା ଯେତେବେଳେ ଚାଲିଗଲେ। କେତେ ବର୍ଷ ଆଗରୁ ବାପା ଚାଲିଗଲେ? ଏଇ 2-3 ବର୍ଷ କଥା ହେଇଗଲା, ମାନେ ସେଇ ଟାଇମ୍ରେ କୋଭିଡ଼ ଚାଲିଥିଲା। ଆମ ଜାହାଜ ୟୁରୋପରେ ଥିଲା, ବେଲଜିୟମରେ। ଘରୁ ଗୋଟେ କକା ପୁଅ ଜଣେ ମେସେଜ୍ କଲା ଆଉ ତ ଦେଇନାହାନ୍ତି, ଜାହାଜ ବନ୍ଦର ଲାଗିବାର 2 ଦିନ ଥିଲା। ମାନେ ସେତେବେଳକୁ ମାନେ ମୁଁ ଏମିତି ଭାଙ୍ଗିଗଲି, କହିଲେ ବି ମାନେ ଆଜି ମୋ ଆଖିରୁ ଲୁହ ଆସିଯିବ। ମୁଁ ଘରକୁ ସାଙ୍ଗେ ସାଙ୍ଗେ ଫୋନ୍ କଲି, କିଛି କେହି ଜାଣିନାହାନ୍ତି ବାପାଙ୍କ କେମିତି ଡେଥ୍ ହେଲା। ସାନ ଭାଇ ଶୋଇଥିଲା ବାପାଙ୍କ ସାଙ୍ଗେ, ବାପା କିଛି ମାନେ ପେନ୍ ନାହିଁ କିଛି ନାହିଁ। ସାନ ଭାଇ ସକାଳୁ ଉଠିଲା ଦେଖିଲା ବାପା ଆଉ ନାହାନ୍ତି। ମୋତେ ଯେତେବେଳେ କହିଲେ ମାନେ ମୁଁ ବହୁତ ଭାଙ୍ଗିଗଲି। ମୁଁ କ୍ୟାପ୍ଟେନକୁ କହିଲି ଏମିତି ଏମିତି ହେଲା। ତାପରେ କ୍ୟାପ୍ଟେନ କହିଲା ଠିକ୍ ଅଛି। କୋଭିଡ଼ ପୁରା ସେତେବେଳକୁ ମାନେ ସିଭିୟର ସବୁଆଡ଼େ ହେଇଯାଇଥିଲା। ଆମର ଓଡ଼ିଶାର ସବୁ ଜାଗାରେ ସେତେବେଳକୁ 14 ଦିନ ଆଇ ଥିଙ୍କ 14 ଦିନ କ୍ୱାରେଣ୍ଟାଇନ୍ ଚାଲିଥିଲା। ଘରକୁ ଫୋନ୍ କରି ସେ କହିଲେ ତୁ ତ ଯେମିତି ଆସିଲେ 14 ଦିନ ସ୍କୁଲରେ ରହିବୁ କିମ୍ବା ପଞ୍ଚାୟତ ଅଫିସରେ ରହିବୁ। ତାପରେ କ୍ୟାପ୍ଟେନକୁ କହିଲି ମୋତେ ଯିବାର ଅଛି। କ୍ୟାପ୍ଟେନ କହିଲା ଠିକ୍ ଅଛି। ଆମ ଅଫିସ୍ ବହୁତ ଭଲ। 2 ଦିନ ଜାହାଜ ସେ ସଡ଼ନଲି ଦେଇପାରିବନି ନା, ସମୁଦ୍ର ଭିତରେ କେମିତି ମୋତେ ଓହ୍ଲେଇ ଦେବ। କହିଲା 2 ଦିନ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ। 2 ଦିନ ଯେତେବେଳେ ଜାହାଜ ବନ୍ଦର ଲାଗିଲା ସାଙ୍ଗେ ସାଙ୍ଗେ ଅଫିସରୁ ମେସେଜ୍ ଆସିଲା କି ଚାର୍ଟେଡ଼ ଫ୍ଲାଇଟ୍ ରେଡ଼ି ଅଛି ଯିବା ପାଇଁ। ଚାର୍ଟେଡ଼ ଫ୍ଲାଇଟ୍ କ'ଣ, ସେ ଆଉ ଗୋଟେ କମ୍ପାନୀର 2 ଜଣ ମ୍ୟାନ୍ ଥିଲେ ସେଲର୍ସ, 3 ଜଣଙ୍କ ପାଇଁ ଗୋଟେ ଛୋଟ ଚାର୍ଟେଡ଼ ଫ୍ଲାଇଟ୍ ଥିଲା। ତ ସେଇଥିରେ ଆମକୁ ଯିବା ପାଇଁ ଆସିଗଲା ପରମିଶନ୍। କମ୍ପାନୀ ଆପଣ ଭାବନ୍ତୁ 3 ଜଣ କେବଳ ସେଲର୍ସ ପାଇଁ ଗୋଟେ ଚାର୍ଟେଡ଼ ଫ୍ଲାଇଟ୍ ହାୟର କଲା। କିନ୍ତୁ ସେଇ ଯେଉଁ ସମୟ ଥିଲା ମାନେ ବହୁତ ଦୁଃଖ। ବାପାଙ୍କୁ ମୁଖାଗ୍ନି ଦେଇପାରିଲେ? ମୁଁ ଆଉ କାହିଁ ଦେଇପାରିଲି, ଭାଇ ନେଇକି ଗଲା। ସେଇଥିପାଇଁ ମୋର ଗୋଟେ ତ ସମସ୍ତଙ୍କୁ ଅନୁରୋଧ, ଯିଏ ଗୋଟେ ପୁଅ କିମ୍ବା ଗୋଟେ ଝିଅ, କାହିଁକିନା ଜାହାଜ ଲାଇନରେ ପୁଅ ଝିଅ ସେମିତି କିଛି ଫରକ ନାହିଁ, ସମସ୍ତେ ଜବ୍ କରିପାରିବେ। ଯାହାର ସିଙ୍ଗିଲ୍ ଚିଲଡ୍ରେନ୍ ସିଏ ତ ପୁଅ ହେଉ କି ସେ ପ୍ୟାରେଣ୍ଟସ୍ ହେଉ, ନିଜ ଛାତିକୁ ପୁରା ଷ୍ଟ୍ରଙ୍ଗ କଲେ ହିଁ ଛୁଆକୁ ଛାଡ଼ିପାରିବେ। ଚାଲିଯିବା ଆଗରୁ ବାପାଙ୍କ ସହିତ କଥା ହେଇଥିଲେ? ହଁ 2-3 ଦିନ ଆଗରୁ ଭିଡ଼ିଓ କଲ୍ରେ ମୁଁ କଥା ହେଇଥିଲି। ପୁରା ଠିକ୍ ଥିଲେ? ବାପା ଠିକ୍ ଥିଲେ, ସେମିତି କିଛି ଦେହ ଖରାପ ନାହିଁ। ଟିକେ ପଡ଼ି ଯାଇଥିଲେ, ଖାଲି ଟିକେ ଗୋଟେ ଛୋଟ ସ୍କ୍ରାଚ୍ ଆସିଥିଲା, ଖସି ଯାଇଥିଲେ ଘରେ ଗୋଡ଼ଟା। ବାପା ପୁରା ଷ୍ଟ୍ରଙ୍ଗ ଥିଲେ। କିନ୍ତୁ ଦୁଃଖ ଲାଗିଲା ପୁଣି ଗୋଟେ ଏମିତି କି ମୋ ବାପା କିଛି ସେମିତି କଷ୍ଟ ପାଇନାହାନ୍ତି, ସେଇଟା ବି ଗୋଟେ ଅଲଗା ଫିଲ୍ ରହିଲା। ମୁଁ ବହୁତ ଲୋକ ଦେଖିଛି ବହୁତ କଷ୍ଟ ପାଉଛନ୍ତି ଘରେ ବେଡ଼୍ରେ ରହିକି, କିନ୍ତୁ ଆଜି ପର୍ଯ୍ୟନ୍ତ ଏଇ ଦୁଃଖ ରହିଲା ବାପା ବୟସ କମ୍, ଏତେ ବୟସରେ କମ୍ରେ ଚାଲିଗଲେ। ସେଇଟା ଦୁଃଖଟା ସବୁଦିନ ରହିଲା। ପୁରା ଦିନ ସାରା 4ଟା ବାଜିଗଲେ ଯିବେ ଗାଁରେ ଏମିତି ରାଉଣ୍ଡ ମାରିବେ, ପୁରା ଫିଟ୍ ଥିଲେ। କିନ୍ତୁ କ'ଣ ହେଲା ସଡ଼ନଲି ଆମେ କିଛି ଜାଣିପାରିଲୁନି।